କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ ଓଡ଼ିଆ ପାଠଶାଳାକୁ। ଚାଲନ୍ତୁ ଆଜିର ଭିଡିଓରେ ଆମେ ଜାଣିବା ଡେକାନ ମାଳଭୂମି ବିଷୟରେ 10 ଧାଡ଼ିରେ। ଡେକାନ ମାଳଭୂମି ହେଉଛି ଏକ ବୃହତ୍ ମାଳଭୂମି ଯାହା ଦକ୍ଷିଣ ଭାରତର ଅଧିକାଂଶ ଅଂଶକୁ ଆବୃତ କରେ। ଏହା ଆକୃତିରେ ତ୍ରିକୋଣୀୟ। ଏହା ପୂର୍ବ ଏବଂ ପାଶ୍ଚାତ୍ୟ ଘାଟ ମଧ୍ୟରେ ଅବସ୍ଥିତ। ଏହା ମଧ୍ୟପ୍ରଦେଶ, ଗୁଜରାଟ, ତେଲେଙ୍ଗାନା, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, କେରଳ ଏବଂ ତାମିଲନାଡୁ ସମେତ ଅତି କମରେ 8ଟି ଭାରତୀୟ ରାଜ୍ୟର ମାଳଭୂମି ଅଞ୍ଚଳକୁ ଅନ୍ତର୍ଭୁକ୍ତ କରିଛି। ଏହା ସତପୁରା ପର୍ବତର ଦକ୍ଷିଣରେ ଅବସ୍ଥିତ ଏବଂ କନ୍ୟାକୁମାରୀ ପର୍ଯ୍ୟନ୍ତ ବିସ୍ତୃତ। ଉତ୍ତର ଦିଗରେ ମାଳଭୂମିର ଅଂଶକୁ କେନ୍ଦ୍ରୀୟ ଉଚ୍ଚଭୂମି କୁହାଯାଏ। ପଶ୍ଚିମ ଭାଗକୁ ମାଲୱା ମାଳଭୂମି କୁହାଯାଏ। ଡେକାନ ମାଳଭୂମିର ଜଳବାୟୁ ମାଳଭୂମିର ଅଧିକାଂଶ ସ୍ଥାନରେ ଶୁଖିଲା ଠାରୁ ଟ୍ରପିକାଲ ପର୍ଯ୍ୟନ୍ତ ପରିବର୍ତ୍ତନ ହୁଏ। ଡେକାନ ମାଳଭୂମିର ଲୋକମାନଙ୍କ ବୃତ୍ତି ହେଉଛି ଖଣି କୃଷିକାର୍ଯ୍ୟ। ଡେକାନ ମାଳଭୂମିର ଏକ ସମୃଦ୍ଧ ଇତିହାସ, ଐତିହ୍ୟ ଏବଂ ପ୍ରାକୃତିକ ସମ୍ପଦ ରହିଛି। ଭିଡିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଯଦି ଭଲ ଲାଗିଲା ଭିଡିଓଟିକୁ ଲାଇକ୍ କରିଦିଅ, ଭିଡିଓକୁ ଅନ୍ୟମାନଙ୍କ ସହିତ ସେୟାର କର। ଚ୍ୟାନେଲରେ ଯେଉଁମାନେ ଭିଡିଓ ଦେଖୁଛନ୍ତି ସବସ୍କ୍ରାଇବ୍ କରିନାହାନ୍ତି ଚ୍ୟାନେଲକୁ ପ୍ଲିଜ୍ ସବସ୍କ୍ରାଇବ୍ କରି ବେଲ୍ ଆଇକନକୁ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ଭିଡିଓ ଅପଲୋଡ ହେଲେ ନୋଟିଫିକେସନ ପହଞ୍ଚିବ, ଆମେ ମିଶିକି ପଢ଼ିପାରିବା, ଜାଣିପାରିବା ଏବଂ ବୁଝିପାରିବା। ତାହେଲେ ରହୁଛି, ଦେଖା ହେବା ଆଗାମୀ ଭିଡିଓରେ। ଭଲରେ ରୁହ, ସୁସ୍ଥରେ ରୁହ, ମୋତେ ଅନୁମତି ଦିଅ। ବାଏ ବାଏ।